मंगलमय पिता ईश्वर को विशेष धन्यवाद देवी कारण प्रभु अत्यंत दया करी ଆଉ ପ୍ରିୟ ମଣ୍ଡଳୀ ଅର୍ଥାତ ଉତ୍କଳ ବାପ୍ଟିଷ୍ଟ ମଣ୍ଡଳୀ ରାମଗିରି ରେ ମୋତେ ପହଞ୍ଚିବା ପାଇଁ ପ୍ରଭୁ ସାହାଯ୍ୟ କରିଛନ୍ତି। ତ ଏଇ ମଣ୍ଡଳୀରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ପ୍ରିୟ ଦର୍ଶକମାନଙ୍କୁ ଭେଟିବା ନିମନ୍ତେ ମୁଁ ଆସିଛି। କ'ଣ ସେ ଖବର ଆସନ୍ତୁ ଜାଣିବା ନିମନ୍ତେ ଯିବା। ମୋ ସାମ୍ନାରେ ସ୍ଥାନୀୟ ମଣ୍ଡଳୀର ମୁଖ୍ୟ କର୍ମକର୍ତ୍ତାଙ୍କ ସହିତ ପାଳକମାନେ ଅଛନ୍ତି, ପାଳକ ବନ୍ଧୁ ଅଛନ୍ତି, ତାଙ୍କ ସହିତ ବିଭିନ୍ନ ବିଷୟକୁ ସଂଗ୍ରହ କରିବା ନିମନ୍ତେ ପହଞ୍ଚିଛି। ତେବେ ଏହି ଖବର ଦ୍ୱାରା ଅନେକ ଉପକୃତ ହେବେ, ଆସିପ୍ରାପ୍ତ ହେବେ ବୋଲି ମୁଁ ଆଶା କରୁଛି। ତେବେ ଆସନ୍ତୁ ଆମେ ସ୍ୱାଗତ କରିବା ପାଇଁ ଯିବା। ବର୍ତ୍ତମାନ ଆମ ସମ୍ମିଳନୀ ଆମ ଖବରକୁ ଆମେ ସ୍ୱାଗତ କରୁଛୁ। ଏ ନବବର୍ଷର ନମସ୍କାର ଜଣାଉଛୁ। ପ୍ରେଜ୍ ଦ ଲର୍ଡ। ଆଉ ପାଳକ ଆଜ୍ଞା ପ୍ରଥମେ କୁହନ୍ତୁ ଏ ନବବର୍ଷ ନିମନ୍ତେ ଉତ୍କଳ ବାପ୍ଟିଷ୍ଟ ମଣ୍ଡଳୀ ସମ୍ମିଳନୀକୁ ଶୁଭେଚ୍ଛା ବାର୍ତ୍ତା ଦେଇକି ଆପଣ ସର୍ବପ୍ରଥମେ ସନ୍ନ୍ୟାଧିପତି ସଦାପ୍ରଭୁଙ୍କୁ ମୋର ହୃଦୟର ଅନ୍ତରସ୍ଥ ସହିତ ଧନ୍ୟବାଦ ଦଉ। ଆମ ଉତ୍କଳ ବାପ୍ଟିଷ୍ଟ ମଣ୍ଡଳୀ ସମ୍ମିଳନୀର ଉଦ୍ଯୋଗ ସମିତିକୁ ବିଶେଷ କରି ମୁଁ ଧନ୍ୟବାଦ ଦେବାକୁ ଚାହେଁ। କାରଣ ଯୁବାପିଢ଼ିମାନଙ୍କୁ ଉତ୍ସାହିତ କରିବା ପାଇଁ, ପୁଣି ପ୍ରଭୁଙ୍କ ନିକଟବର୍ତ୍ତୀ କରିବା ପାଇଁ ସେମାନେ ଯେଉଁ ପ୍ରତିଯୋଗିତା ରଖିଥିଲେ, ଯେଉଁ ପିଲାମାନେ ବାଇବେଲ ଅଧ୍ୟୟନ କରିବେ, ପୁଣି ପରୀକ୍ଷାରେ ଯେଉଁମାନେ ଉତ୍ତୀର୍ଣ୍ଣ ହେବେ ସେମାନଙ୍କ ପାଇଁ ଆଉ ପୁରସ୍କାର ରଖିଥିଲେ। ଆଉ ଏହି ପ୍ରତିଯୋଗିତା ମାଧ୍ୟମରେ ଆଉ ଆଜି ଆମ ମଣ୍ଡଳୀର ଝିଅ ଡଲି ମିସାଲ ସେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି, ଉତ୍ତୀର୍ଣ୍ଣ ହୋଇଛନ୍ତି, ପୁଣି ପ୍ରଭୁଙ୍କ ମହିମା ଗୌରବ କୀର୍ତ୍ତି ଆଣିଛନ୍ତି। ସେଥିପାଇଁ ମୁଁ ଗର୍ବିତ ଅଟେ ମଣ୍ଡଳୀ ଭାବରେ, ପୁଣି ମଣ୍ଡଳୀ ଭାବରେ ଆମେ ସମସ୍ତେ ଆନନ୍ଦିତ ଅଟୁ। ଏ ପ୍ରତିଯୋଗିତାରେ ପ୍ରାୟ 1100ରୁ ଅଧିକ ପିଲାମାନେ ଆମ ସାରା ଆଉ ସମ୍ମିଳନୀର ପିଲାମାନଙ୍କ ମଧ୍ୟରୁ ସେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେଥିପାଇଁ ଆମେ ବହୁତ ଆନନ୍ଦିତ ଅଟୁ। ନିଶ୍ଚିତ ଭାବେ ପାଳକ ମହାଶୟ ଆମମାନଙ୍କୁ କହିଲେ ଯେ ଯୁବକ ସମିତି ସମ୍ମିଳନୀ ମାଧ୍ୟମରେ ଯେଉଁ ଏକ୍ଜାମ ଥିଲା ସେଥିରେ ସ୍ଥାନୀୟ ମଣ୍ଡଳୀର ଝିଅ ଆଉ ସେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ତ ନିଶ୍ଚିତ ଭାବେ ଏହିସବୁ ସମ୍ବାଦ ଯେତେବେଳେ ଆଉ ଯେଉଁଦିନ ରିଜଲ୍ଟ ବାହାରିଲା ତ ନିହାତି ଆମ ପାଖରେ ଡିକନ ଆଜ୍ଞା ଅଛନ୍ତି। ତ ଆପଣ କୁହନ୍ତୁ ଆପଣଙ୍କ ମଣ୍ଡଳୀର ଝିଅ ଆଉ ଏତେ ଶହ ଶହ ଯୁବ ଯୁବତୀ ଅଛନ୍ତି, ସେଥିପାଇଁ ପ୍ରତିଭା ପ୍ରଭୁ ଗୌରବ ଦେଇକି ପ୍ରଥମକୁ ସ୍ଥାନ ଦେଇଛନ୍ତି, କ'ଣ କହିବେ କୁହନ୍ତୁ। ସର୍ବପ୍ରଥମେ ସେଇ ମହାନ ସୃଷ୍ଟିକର୍ତ୍ତାଙ୍କୁ ଧନ୍ୟବାଦ ଦିଏ। ଆମମାନଙ୍କର ସଣ୍ଡେ ସ୍କୁଲ ସମ୍ମିଳନୀର ସବୁ ନିୟମ ଅନୁସାରେ ଆମ ମଣ୍ଡଳୀ ସବୁବେଳେ ପ୍ରତିଯୋଗିତା ହେଇଥାଏ। ତଦନୁସାରେ ଯୁବକ ସମ୍ମିଳନୀ ତରଫରୁ ଆମର ମଣ୍ଡଳୀ ସମ୍ମିଳନୀର ସଂଯୋଗ ଯୁବକ ସମ୍ମିଳନୀ ଯେଉଁ ପ୍ରକାର ପ୍ରତିଯୋଗିତା ରଖିଥିଲେ, ଏଇ ଖବରଟି 2 ମାସ ପୂର୍ବରୁ ଆଉ ଆସିଲା ପରେ ଆମ ସ୍କୁଲ ଆମ ଛାତ୍ରଛାତ୍ରୀମାନେ ପ୍ରସ୍ତୁତ ହେଲେ। ପ୍ରାୟ 2 ମାସ ଭିତରେ ଦିନକୁ 2 ଘଣ୍ଟା 3 ଘଣ୍ଟା ପରିଶ୍ରମ କରି ଆମ ମଣ୍ଡଳୀର ଏକ ଛାତ୍ରୀ ସିଏ ହେଉଛନ୍ତି ଡଲି ମିସାଲ, ସମ୍ମିଳନୀର ଟେକ ରଖିଛନ୍ତି, ପୁଣି ଆମ ମଣ୍ଡଳୀର ଗୌରବ ଅର୍ଜନ କରିଛନ୍ତି। ସେଥିପାଇଁ ମୁଁ ପ୍ରଭୁଙ୍କୁ ବିଶେଷ ଧନ୍ୟବାଦ ଆଉ ତାଙ୍କୁ କୃତଜ୍ଞତା ଜ୍ଞାପନ କରେ। ପୁଣି ଆମର ଡଲି ମିସାଲ ତାଙ୍କ ପରିବାରକୁ ମଧ୍ୟ ଆଉ ପ୍ରଭୁଙ୍କ ନିକଟରେ ମୁଁ ରଖୁଅଛି। ପ୍ରଭୁ ସେଇ ଝିଅକୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ନିଶ୍ଚିତ ଭାବେ ଆମେ ଡିକନ ମହାଶୟଙ୍କ ଠାରୁ ଶୁଣିଥିଲୁ ଆଉ ସେ ଅତି ଆନନ୍ଦ ବିଭୋରରେ ଅଛନ୍ତି, ଯେହେତୁ ନିଜ ପରିବାରରେ ବା ନିଜ ମଣ୍ଡଳୀ ଗୋଟେ ଖୁସିର ଲହରୀ ଖେଳିଛି। ତାଙ୍କ ସହିତ ଯେଉଁ ଯୁବକ ସମିତିର ଚାଳକ ଆମ ସାମ୍ନାରେ ଅଛନ୍ତି, ନିହାତି ତାଙ୍କର ଉଦ୍ୟମ ଅତି ଉତ୍ତମ ଅଟେ ଆଉ ଯାହା ବର୍ତ୍ତମାନ ପ୍ରକାଶ କରିଛି। ଆଉ ପ୍ରିୟ ପ୍ରମୁଖ ଦାସ ଚାଳକ ମହାଶୟ, ଯୁବ ସମିତି ଚାଳକ ମହାଶୟ, ଆପଣମାନଙ୍କୁ ଆଉ ଯେତେବେଳେ এই ଖବର ପହଞ୍ଚିଲା ତ ନିଶ୍ଚିତ ଭାବେ ଆପଣ ଗୋଟେ କେତେ ବଡ଼ ଆନନ୍ଦ ପାଇଲେ ଆମର ଉତ୍କଳ ବାପ୍ଟିଷ୍ଟ ସମ୍ମିଳନୀକୁ, ପ୍ରତ୍ୟେକ ଯୁବ ଗୋଷ୍ଠୀକୁ, ପ୍ରତ୍ୟେକ ମଣ୍ଡଳୀ ସମାଜକୁ କ'ଣ କହିବେ କୁହନ୍ତୁ। ମୁଁ ବିଶେଷ କରି ପ୍ରଭୁଙ୍କୁ ପ୍ରଥମେ ଧନ୍ୟବାଦ ଅର୍ପଣ କରେ, କାରଣ ତାହାଙ୍କର ଅନୁଗ୍ରହ ଦୟା ସକାଶୁ ଏ ସୁନ୍ଦର ଅବକାଶ ପାଇଅଛୁ। ଆଉ ଗୁନା ଚିନ୍ତାଲୁ ୟୁଟ୍ୟୁବ ଚ୍ୟାନେଲକୁ ମଧ୍ୟ ଆମେ ଧନ୍ୟବାଦ ଅର୍ପଣ କରୁଛୁ। ସେ ମହାଶୟ ଆମ ମଣ୍ଡଳୀକୁ ଆସି ଯେଉଁ କୃତିତ୍ୱ ବିଷୟରେ ଆଉ ସମ୍ମିଳନୀ ସାରା ଚର୍ଚ୍ଚା କରିବା ପାଇଁ ଯେଉଁ ଉଦ୍ଦେଶ୍ୟ ରଖି ଆସିଛନ୍ତି, ସେଥିପାଇଁ ଧନ୍ୟବାଦ ଅର୍ପଣ କରେ। ପ୍ରଭୁଙ୍କୁ ଧନ୍ୟବାଦ ଦେଉ ଦେଉ ଉଦ୍ଯୋଗ ସମିତି ସମ୍ମିଳନୀର ଆଉ ଯେଉଁ ଚେଷ୍ଟା ଥିଲା ଏ 2024 ସାଲରେ ଯେଉଁ ଶିବିର କରିବା ପାଇଁ, ଏ ଯେଉଁ କୁଇଜ୍ କରାହେଲା, ଯେଉଁ ପରୀକ୍ଷା କରାହେଲା ବରିଷ୍ଠ ବର୍ଗ କନିଷ୍ଠ ବର୍ଗ ଭାବରେ 2ଟି ପୁସ୍ତକକୁ ନେଲେ, କନିଷ୍ଠ ବର୍ଗକୁ ନେଲେ ଲୋକ ପୁସ୍ତକ, ବରିଷ୍ଠ ବର୍ଗକୁ ନେଲେ ବିଚାରକର୍ତ୍ତା ପୁସ୍ତକ। ସେ ଉପରେ ଯେଉଁ ଆମେ ବିଜ୍ଞାପନ ଯେତେବେଳେ ପାଇଲୁ, ଆମ ସମ୍ପାଦକଙ୍କ ଦ୍ୱାରା ବିଜ୍ଞାପନ ପ୍ରକାଶ କରାଗଲା,
तापर आमे चिंता कलु कारण प्रभुंकर अनुग्रह दृष्टि आम उपर अछि आमे जेतेबेले मंडली स्थापन कलु प्रभुंक दया अनुग्रह उत्तम पालकटे पाइलु तांको प्रार्थना रे आमे आगु आगु प्रभुंकर गौरव सकाशे मंडलीर टेक सम्मेलन रखी आमे आगु बढ़ुछु कारण 2023 साल रे प्रभुंक अनुग्रह पालकों प्रार्थना द्वारा आ सम्मेलन समस्त विभाग रे 4टी विभाग रे प्रभु अनुग्रह करी सुजोग देथिले से अनुसार ये जो क्विज प्रतियोगिता हला एथिरे मध्य आमे अंशीदार हेलु कारण आमे विशेष प्रभु को धन्यवाद देलु पालक महाशय विषय जेतेबेले विज्ञापन माध्यम रे आ जानिला परे सेथिपाई मंडलीर सहित बोजर सहित आमे प्रार्थना कलु प्रभु 2023 साल रे जो दायित्व आमान को देइथिलो आ मंडलीर टेक सम्मेलन रखिथिलो सेही अनुसार ए 2024 साल रे मध्य सम्मेलन रे आम मंडलीर पिला जे प्रकार प्रथम स्थान अधिकार करिवो सेथिपाई मते बोजर सहित प्रार्थना करा जायतिला प्रभु से प्रार्थना सुनिले पुणी से अनुसार ए सर्टिफिकेट आपण मान सम्मुख में रखु अच्छी सर्टिफिकेट देखुवे आते बड़ सम्मेलन रे प्रभु आम मंडली को प्रथम स्थान देथिबार प्रभु को धन्यवाद दिए डली मिसाल झील आम मंडल टेक सम्मेलन रखिंट प्रभु बड़ भाव आशीर्वाद करूँ आपणकर चेष्टा बल ए डली मिसाल विषय सम्मेलन सारा चर्चा हे ए विषय नहीं सम्मेलन अनेक पिला माने प्रस्तुत हेबे आग को बढ़िया से कुंटाबद्ध कर आग को बढ़े से प्रभु को धन्यवाद दे ए छोटिया संवाद प्रकाश करुच्ची। निश्चित भाव चालक उद्योग समिति चालक महाशय अति सुंदर भाव में निजर मंतव्य को समय सामने रखुंट सहित आमर प्राचीन आज्ञा अच्छा निश्चित भाव वयोज्येष्ठ आपण मंडल अटंती जिते बेले ये सब संवाद पाइले आपण हृदय केमती कंपी उठिले ना दुखित है प्रभु नाम धन्यवाद हो जितेबले मंडली की ये सुजोग सब आसे आम विशेष करी बोझर सहित प्रार्थना करि थाउ जेहेतु मंडली जेपरी भाव में आ प्रभुंक सम्मुख उन्नत हेब यह आमर नित्य कामना आ नित्य प्रार्थना मध्य आम भावुछु जे एथि द्वारा आम मंडली रे जो युवती मान मध्य जो सब संस्कार आनिबो यह एथिपई आमे सबु बेले चेष्टित चिंतित मध्य प्रार्थना करि थाउ। निश्चित भाव प्राचीन आज्ञा अति चमत्कार कथाटी कहले जे गोटे कार्य हासिल बिना प्रार्थना किसी हुए ना तेणु निश्चित भाव मंडली बोझ सहित आउ झील निमंते प्रत्येक पिला निमंते प्रार्थना करछंती तेणु जहाँ आज ये मंडली गर्व में उछुलुची नाचुची कंपी उठुची पुणी सम्मेलन आनंद करुच्ची से झील ठार आसतु आम झील को कह आगू टी आसवा चेष्टा करेंगे झील आम सम्मेलन आम खबर को आपण को स्वागत करुछु जिते बेले आपण यही संवाद नहीं कि परीक्षा निमंते प्रस्तुत हेले केमिति प्रस्तुत हेले आपण परिचय देकी अन्य के कहंतु। सर्वप्रथमे मु सदाप्रभु को धन्यवाद दिए तत्संगे संगे मंडलीर पालक महाशय डिकन एवं एठारे उपस्थित प्राचीन गण एवं संपादक समितिर जेते मुख्य कर्मकर्ता गण अछंती आगंतुक प्रभुक दासों को मु नमस्कार समस्त को मोर नमस्कार मो नाम होउची डली मिसाल आउ मु जेतेबेले उद्योग समिति सम्मेलन माध्यम रे जेतेबेले आउ ए प्रतियोगिताटी ग्राम रे घोषणा करा गला सेतेबेले मु इच्छुक नथिली किंतु जेतेबेले एहा घोषणा करा गला सेतेबेले मते समस्त जणैले आउ एहा प्रतियोगिता आरंभ होबा को जाउची तुमे प्रस्तुत अछ कि सेतेबेले मु भाबिली एवं प्रार्थनार सहित मु आरंभ एहा कली एवं भाभी नथिली जे एते बड़ आउ पुरस्कार प्रभु मते देबा को जाउछंती किंतु मु अटेंटिवली याकू पढ़िली प्रार्थनार सहित दिन को मु 3 ରୁ 4 घंटा पढ़ुथिली एवं एहा किछि कष्टकर नथिला मो पाई मु जहा पढ़ुथिली ताहा मते सहजरे मने रहि जाउथिला एवं एहा को मु पढ़ी बुझी भी पारुथिली एवं सहजरे लिखि भी पारिली मु जहाँ क्वेश्चन गुड़ाक आसीथिला ताहा सब सहज आसीथिला मु जहाँ जहाँ पढ़ी की जाइथिली ताहा ही आसीथिला सेथिपाई मु प्रभु को विशेष भाव में धन्यवाद दिए आउ मु भाभी नथिली एते बड़ पुरस्कार पाइबे बोली किंतु प्रभु को दया मंडलीर प्रार्थना हेतु आज मु एई पुरस्कार टी पाई अछि सेथिपाई मंडली को धन्यवाद देबा साथे साथे प्रभु को मध्य मु बहुत विशेष भाव में धन्यवाद दिए। निश्चित भाव डली झील आम को निर्भय निजर हृदय कथा को आम सम्मेलन साक्षात से साउंटी प्रकाश करते तो गोटे कथा मुझे आपण शुणा पारे
ଇଚ୍ଛୁକ ନଥିଲା, କାହିଁକି ଇଚ୍ଛୁକ ନଥିଲା, କ'ଣ ଚିନ୍ତା ଥିଲା ଯେ ଇଚ୍ଛୁକ ବୋଲି ଆପଣ କହିଲେ? କାରଣ ମୁଁ ଏବେ ନବମ ଶ୍ରେଣୀରେ ପଢୁଛି, ଆଉ ମୋ ପାଠ ପଢା ପାଇଁ ମୁଁ ଟିକେ ଚିନ୍ତିତ ଥିଲି। ଆଉ ଟିଉସନ ସ୍କୁଲ କାମ ମୋତେ ବହୁତ ପ୍ରେସର ହଉଥିଲା, ସେଥିପାଇଁ ମୁଁ କିଛି କରିପାରୁନଥିଲି। କିନ୍ତୁ ପ୍ରଭୁକୁ ମୁଁ ବିଶେଷ ଭାବରେ ଧନ୍ୟବାଦ ଦେବି, ଯେତେବେଳେ ମୋ ସାଙ୍ଗସାଥି ମାନେ ମୋତେ ସମ୍ବାଦଟି ଜଣେଇଲେ, ସେତେବେଳେ ମୁଁ ପ୍ରାର୍ଥନାର ସହିତ ଯେତେବେଳେ ଆରମ୍ଭ କଲି, ତେବେ ପ୍ରଭୁ ମୋତେ ଅନୁଗ୍ରହ କଲେ ପଢିବା ପାଇଁ ଏବଂ ମୁଁ ବିଶେଷ ଭାବରେ ଆଗ୍ରହୀ ଭାବରେ ମୁଁ ପଢିବାକୁ ପାରିଲି। ପ୍ରଭୁଙ୍କୁ ଧନ୍ୟବାଦ ଦେବି। ଆଉ ନିଶ୍ଚିତ ଭାବେ ଯେତେବେଳେ ପରୀକ୍ଷା ହଲରେ ପଶିବା ସମୟରେ କେମିତି ଲାଗୁଥିଲା ଆପଣଙ୍କୁ? ପରୀକ୍ଷା ହଲରେ ପଶିବା ସମୟରେ ନର୍ଭସ ଥିଲେ ନା ପୁରା ଡୋଣ୍ଟ ୱାରି? ନାଇଁ, ଡୋଣ୍ଟ ୱରି, କାରଣ ମୁଁ ପଢିଥିଲି ଏହାକୁ ସହଜ ଭାବରେ, ସେଥିପାଇଁ ପ୍ରଭୁଙ୍କୁ ମୁଁ ବିଶେଷ ଭାବରେ ଧନ୍ୟବାଦ ଦିଏ। ଆଉ ନିଶ୍ଚିତ ଭାବେ ଏତେ ଯୁବକ ଯୁବତୀ ଆପଣଙ୍କ ସହିତ ପରୀକ୍ଷା ଦେଇଛନ୍ତି, ଆଉ ଯେତେବେଳେ ଆଉ ନିଜ ନାମ ତାଲିକାର ରିଜଲ୍ଟ ଆପଣଙ୍କ ପାଖକୁ ପହଞ୍ଚିଲା, କାନ୍ଦିଲେ ନା ଖୁସି ହେଲେ? ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦେଲି ସେ ସମୟରେ, ଯେ ମୁଁ ଭାବିନଥିଲି ଏତେ ବଡ଼ ପୁରସ୍କାର ପ୍ରାପ୍ତ ହେବି। କାରଣ ମୋ ଠାରୁ ମଧ୍ୟ ଗଜପତି ଜିଲ୍ଲାରେ ଆମ ସମ୍ମିଳନୀରେ ଅନେକ ବୁଦ୍ଧିଜୀବୀ ମାନେ ଅଛନ୍ତି, ଅନେକ ବଡ଼ ବଡ଼ ଛାତ୍ରମାନେ ବି ଅଛନ୍ତି। ସେମାନଙ୍କ ବୁଦ୍ଧି ଠାରୁ ହୋଇପାରେ ମୁଁ କମ୍, କିନ୍ତୁ ପ୍ରଭୁଙ୍କୁ ଧନ୍ୟବାଦ ଦେବି, ମୋର ଆଶା ବାହାରେ ସେ ସବୁ କାମ କରିଛନ୍ତି, ସେଥିପାଇଁ ମୁଁ ତାଙ୍କୁ ଧନ୍ୟବାଦ ଦିଏ ପ୍ରଭୁଙ୍କୁ। ସେଥିପାଇଁ ତ ବାକ୍ୟ କୁହେ ଚିନ୍ତାର ଭାଷା ସବୁ କାମ କରନ୍ତି। ତ ନିଶ୍ଚିତ ଭାବେ ଏହା ତ ନିଜର ମନ୍ତବ୍ୟ, ମଣ୍ଡଳୀ ମନ୍ତବ୍ୟ। ତ ଆପଣଙ୍କ ପରିବାର ବାପା ମା କେମିତି ଚିନ୍ତା କଲେ, ମାନେ ଝିଅଙ୍କୁ এই ପୁରସ୍କାର ପାଇଲା ପରେ ସେ ବାପା ମା କେମିତି ଖୁସି କଲେ, ମାନେ କ'ଣ କହିଲେ? ସେ କହିଲେ କି, ବାପା ମା ମୋର କହିଲେ କି ପ୍ରଭୁଙ୍କ ଠାରେ ପ୍ରାର୍ଥନା କର। ଆଉ ଗୋଟିଏ ବାକ୍ୟ ମୋ ପିତାମାତା ମୋତେ କହିଲେ ଯେ ତୁମର ସମସ୍ତ ଭାର ତାହାଙ୍କ ଉପରେ ପକାଅ, କାରଣ ସେ ତୁମ୍ଭମାନଙ୍କ ନିମନ୍ତେ ଚିନ୍ତା କରନ୍ତି। ସେ ରାତ୍ରିରେ ମୁଁ ପ୍ରଭୁଙ୍କ ଠାରେ କାନ୍ଦିଲି, ତ ପ୍ରଭୁ ମୋତେ ଅନୁଗ୍ରହ କରି ପୁନର୍ବାର ଆଉ ସୁଯୋଗ ଦେଲେ? ସୁଯୋଗ ଦେଲେ। ତାପରେ ମୁଁ ପରୀକ୍ଷା ଦେଇ ସାରି ଯୋଉ ରିଜଲ୍ଟ ମୋ ବାପା ମାଙ୍କୁ ମୁଁ କହିଲି, ମୋ ବାପା ମା ଖୁସି ହେଲେ। ଆଉ ସେଇ ବାକ୍ୟ ପୁଣି ଥରେ ମୋ ବାପା ମା ମୋତେ ମନେ ପକେଇ ଦେଲେ ଯେ ପ୍ରଭୁ ତୁମ ପାଇଁ ଚିନ୍ତା କରନ୍ତି, ସେଥିପାଇଁ ତୁମେ ଚିନ୍ତା କରିବା ଆବଶ୍ୟକ ନାହିଁ, ସଦା ସର୍ବଦା ପ୍ରଭୁଙ୍କ ଠାରେ ଆଉ ପ୍ରାର୍ଥନା କର ବୋଲି ମୋତେ ଏତିକି ମୋ ବାପା ମା ପରାମର୍ଶ ଦେଲେ। ପରାମର୍ଶ ଦେଲେ। ବହୁତ ବହୁତ ଧନ୍ୟବାଦ ପ୍ରିୟ ଦର୍ଶକ ବନ୍ଧୁମାନେ। ଆଉ ଆମମାନଙ୍କର ଡଲି ଝିଅ ଆଉ ପ୍ରଭୁଙ୍କ ବିଶେଷ ଗୌରବ ଦେଉଛନ୍ତି, ମଣ୍ଡଳ ଗୌରବ ଦେଉଛନ୍ତି। ତେଣୁ ଆଉ ଏଇ ମତାମତ ପାଇଁ, ଏଇ ଶୁଭେଚ୍ଛା ବାର୍ତ୍ତାକୁ ସଂଗ୍ରହ କରିବା ପାଇଁ ସୁଯୋଗ ଦେଇଥିବା ହେତୁ ମଣ୍ଡଳୀ କତିରେ ଆପଣଙ୍କ କତିରେ ମୁଁ ବିଶେଷ ଧନ୍ୟବାଦ ଦେଇ ରଖୁଛି। ଧନ୍ୟବାଦ। ଆମମାନେ ପ୍ରାର୍ଥନା କରିବା। ସ୍ୱର୍ଗସ୍ଥ ପିତା, ଏତେବେଳେ ତୁମ ପବିତ୍ର ପୁଣ୍ୟ ନାମର ଧନ୍ୟବାଦ କରୁଛୁ। ବିଶେଷ କରି ଡଲି ଝିଅ ପାଇଁ ଆମେ ଧନ୍ୟବାଦ କରୁଛୁ ପ୍ରଭୁ, ଯେଉଁ ଅନୁଗ୍ରହ, ଯେଉଁ ଜ୍ଞାନ, ଯେଉଁ ବୁଦ୍ଧି, ଯେଉଁ ପ୍ରଭୁ ଭୟ ଜୀବନ ତାଙ୍କୁ ଦେଇଛ, ସେଥିପାଇଁ ଆମେ ତୁମର ଧନ୍ୟବାଦ କରୁଛୁ ପ୍ରଭୁ। ତୁମ ଅନୁଗ୍ରହରେ ପ୍ରଭୁ ଆମ ଗଜପତି ଉତ୍କଳ ବାପ୍ଟିଷ୍ଟ ମଣ୍ଡଳୀ ସମ୍ମିଳନୀ ଅନ୍ତର୍ଗତ ସମସ୍ତ ପ୍ରଭୁ ମଣ୍ଡଳୀମାନଙ୍କ ମଧ୍ୟରେ ତୁମ ନାମକୁ କୀର୍ତ୍ତି ପୁଣି ଯଶ ଆଣିବା ପାଇଁ ଝିଅକୁ ଆଶୀର୍ବାଦ କଲ। ତାକୁ ପ୍ରଭୁ ଏହି ଏକ୍ଜାମରେ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିବା ପାଇଁ ଅନୁଗ୍ରହ କଲ, ସେଥିପାଇଁ ଧନ୍ୟବାଦ କରୁଛୁ। ତୁମ ପ୍ରତିଜ୍ଞା କହେ, ଅଶ୍ବ ଯୁଦ୍ଧ ଦିନ ନିମନ୍ତେ ପ୍ରସ୍ତୁତ ହୁଏ, କିନ୍ତୁ ବିଜୟ ସଦା ପ୍ରଭୁଙ୍କ ଠାରୁ ଆସ। ପ୍ରଭୁ ଝିଅକୁ ବିଜୟ ଦେଇଥିବାରୁ ତୁମର ଧନ୍ୟବାଦ କରୁଛୁ। ପୁଣି ପ୍ରାର୍ଥନା କରୁଛୁ ଆସୁଥିବା ଦିନମାନଙ୍କରେ ସେ ଯେପରି ତାରକା ସଦୃଶ୍ୟ ତୁମ ଗୌରବ ପାଇଁ ଜାଜଲ୍ୟମାନ ହେବ, ସେଥିପାଇଁ ଅନୁଗ୍ରହ କର, କୃପା କର। ଯୀଶୁଙ୍କ ନାମରେ ଆଶୀର୍ବାଦ କରି ମାଗୁଛୁ ପିତା, ଆମେନ୍।